Hello, aspirants. Welcome once again to this amazing platform Odisha Aspirant. ଆଜିର ଆମେ ଏଇ ଭିଡିଓରେ ଗୋଟେ ଏମିତି ଏକ ଟପିକ କୁ ଡିସ୍କସନ କରିବାକୁ ଯାଉଛେ ଯାହାକି ଆମେ ପିଲାବେଳୁ ଆଜି ପର୍ଯ୍ୟନ୍ତ ବି ମଧ୍ୟ ସେଇ ଟପିକଟା ଆମର ଦରକାରରେ ଆସେ ବା କାମରେ ଆସିଥାଏ। ସେଇଟା ହେଲା ପଣିକିଆ, ଇଂଲିଶରେ କହିଲେ ମଲ୍ଟିପ୍ଲିକେସନ ଟେବୁଲ। ଏଇ ମଲ୍ଟିପ୍ଲିକେସନ ଟେବୁଲକୁ ସମସ୍ତେ କଣ କରିଥାନ୍ତି, ଘୋଷିଥାନ୍ତି ଏବଂ ଘୋଷିବାକୁ ଚେଷ୍ଟା କରିକି ଘୋଷିକି ମନେ ରଖିବାକୁ ଚେଷ୍ଟା କରନ୍ତି। ଆଉ କିଛି କିଛି ପିଲା ମଧ୍ୟ ଘୋଷି ବି ପାରନ୍ତିନି। ଆଉ କିଛି ପିଲା କଣ ନା ଘୋଷିଲା ପରେ କିଛି ଦିନ ପରେ ଭୁଲି ବି ଯାଆନ୍ତି। କିନ୍ତୁ ଏଇ ଭିଡିଓରେ ମୁଁ କିଛି ଏମିତି ଟ୍ରିକ୍ କହିବାକୁ ଯାଉଛି ଯାହା ଦ୍ୱାରା କି ଆପଣଙ୍କୁ ଆଉ ଘୋଷିବାକୁ ପଡିବ ନାହିଁ। ଯୋଉ ଟ୍ରିକ୍ କୁ ୟୁଜ କରିକି ଆପଣ ନିଜ ମାଇଣ୍ଡରେ କାଲକୁଲେଟ କରିକି କହିଦେବେ ଯେ ପଣିକିଆ କହିଦେବେ। ଓକେ, ଏଥିରେ ବେସିକାଲି ଆମେ କଣ କରିଥାଉ ନା 2 ଡିଜିଟ ରେ 1 ଡିଜିଟ ମଲ୍ଟିପ୍ଲିକେସନ କରିଥାଉ। ତମେ କହିବ କଣ ଆମେ 1 ଡିଜିଟ ମଲ୍ଟିପ୍ଲିକେସନ କରିନଥାଉ? ମୁଁ କହିବି ହଁ, ୟେସ୍, ଆମେ 1 ଡିଜିଟ ମଲ୍ଟିପ୍ଲିକେସନ ମଧ୍ୟ କରିଥାଉ। କିନ୍ତୁ ସେଇଟା 9କ ପଣିକିଆ ଯାଇ କରିଥାଉ ଏବଂ 10କ ପଣିକିଆ ଠାରୁ ଆମର ଯେତକ ରହିଲା ସବୁ 2 ଡିଜିଟ ମଲ୍ଟିପ୍ଲିକେସନ ଷ୍ଟାର୍ଟ ହେଇଯାଏ। ଏବଂ 9କ ଯାଇକା ପଣିକିଆ ମୁଁ ଭାବୁଛି ଆଟଲିଷ୍ଟ ସମସ୍ତେ ମନେ ରଖିଥିବେ ଏବଂ କାଲକୁଲେସନ କରିବାରେ ବି କିଛି ଅସୁବିଧା ହେବ ନାହିଁ। ଓକେ, ତ ଷ୍ଟାର୍ଟ କରିବା। ତା ପୂର୍ବରୁ ମୁଁ କହିଦେବାକୁ ଚାହୁଁଛି ଯେ ମୁଁ ଅଲରେଡି କାଲକୁଲେସନ ସିରିଜ ର 6ଟା ଭିଡିଓ ବନେଇ ସାରିଛି, ଯୋଉଥିରେ କି ମୁଁ ସ୍କୋୟାର କାଲକୁଲେସନ ଉପରେ କହିଥିଲି। ସେଇ ସ୍କୋୟାର କାଲକୁଲେସନ ରୁ ମୁଁ ମାଇଣ୍ଡରେ ସ୍କୋୟାର କେମିତି କାଲକୁଲେସନ କରିବ ସେଇଟା କହିଥିଲି। ତାପରେ ଲାଷ୍ଟ ଡିଜିଟ ଯଦି ଗୋଟେ ନମ୍ବରର ଲାଷ୍ଟରେ 5 ଅଛି ବା ଲାଷ୍ଟ ଡିଜିଟ ତାର 5 ଅଛି, ତାର କେମିତି ସ୍କୋୟାର କାଲକୁଲେସନ ଇଜିଲି କରିବ କହିଥିଲି। ବେସ୍ 150 ମେଥଡ ମାନେ 100 ଏବଂ 50 ର ପାଖାପାଖି ନମ୍ବର ଥିଲେ କେମିତି ତାର ସ୍କୋୟାର କାଲକୁଲେସନ କରିବ ଇଜିଲି କହିଥିଲି। ତାପରେ ସ୍କୋୟାର ରୁଟ କେମିତି କାଲକୁଲେଟ କରିବ ଇଜିଲି ସେଇଟା କହିଥିଲି। ଆଉ ଗୋଟେ ଇନପରଫେକ୍ଟ ନମ୍ବରର ସ୍କୋୟାର ରୁଟ କାଲକୁଲେସନ ମାନେ ଯେକୌଣସି ନମ୍ବର ଅଛି ତାର କେମିତି ସ୍କୋୟାର ରୁଟ ବାହାର କରିବ କହିଥିଲି। ଏବଂ ଯଦି ଗୋଟେ ନମ୍ବର ଦେଇଛି ସେଟା ଗୋଟେ ପରଫେକ୍ଟ ସ୍କୋୟାର କି ନାହିଁ କେମିତି ଚେକ୍ କରିବ, ଯୋଉଥିରୁ କି ଏକ୍ସାମରେ ବହୁତ ସାରା କ୍ୱେଶ୍ଚିନ୍ ପଚାରି ସାରିଛି। ସେ ମେଥଡକୁ ମଧ୍ୟ ମୁଁ ଅଲରେଡି ଏଇ ସବୁ ଭିଡିଓ ମାଧ୍ୟମରେ କହିସାରିଛି, ଯାହାର ଲିଙ୍କ ଆପଣ ମାନଙ୍କୁ ଡେସ୍କ୍ରିପସନରେ ମିଳିଯିବ। ଏବେ ହିଁ ଯାଇ ଭିଜିଟ କର। ତ ଟପିକ ଷ୍ଟାର୍ଟ କରିବା। ଏଥିରେ କଣ ନା ଆମକୁ କଣ କରିବାକୁ ଥାଏ, ଟ୍ରିକ୍ ଅନୁସାରେ ଆମକୁ ମାଇଣ୍ଡରେ କାଲକୁଲେଟ କରିବାକୁ ଥାଏ। ବଟ୍ ଏହାର ବେସିକ ଯୋଉ ଲୁଚିକ ଅଛି, ବେସିକ କଣ କହୁଛି ନା ଆମକୁ ଯୋଉ 2 ଡିଜିଟ ନମ୍ବର ଥିବ ସେ 2 ଡିଜିଟ ନମ୍ବରକୁ ଆମକୁ ସ୍ପ୍ଲିଟ କରିବାର ଅଛି। କେମିତି ସ୍ପ୍ଲିଟ କରିବାର ଅଛି ଦେଖ, ମୁଁ ଏଇଠି ଦେଖେଇ ଦଉଛି। ଯଦି ମୋର ଫର ଏକ୍ସାମ୍ପଲ 12 3 କହିଲା, ମୁଁ କହୁଛି 12 3 ଆମେ ସମସ୍ତେ ମନେ ରଖିଥିବା ଯେ 12 3 36 ବୋଲି। କିନ୍ତୁ କେମିତି ସେଇଟା ଆମେ ମାଇଣ୍ଡରେ କାଲକୁଲେଟ କରିବା ନା ଆମେ 12କୁ ସ୍ପ୍ଲିଟ କରିବା ଦିଟା ନମ୍ବରରେ, କଣ ନା 10 ଯୁକ୍ତ 2 12। ତାମାନେ 12କୁ ସ୍ପ୍ଲିଟ କଲେ ଏଠି 3 ମଲ୍ଟିପ୍ଲାଏ ହେଇଛି, ତ ହୋଲ ମଲ୍ଟିପ୍ଲାଏ ୱିଥ 3। 3 ସହିତ ହୋଲ ମଲ୍ଟିପ୍ଲାଏ ହେଲେ କଣ ହବ ନା 10କୁ 3 ରେ ଗୁଣିବା 30, 3କୁ 2 ରେ ଗୁଣିବା 6। 30 6 ଟୋଟାଲ ହେଇଗଲା କେତେ 36। ଏଇ ଜିନିଷଟା ଆମକୁ ମାଇଣ୍ଡରେ କରିବାର ଅଛି। ଆଉ ଏଇଟା ହେଲା ତାର କଣ ବେସିକ ମେଥଡ। ଏଇ ମେଥଡ ଅନୁସାରେ କିନ୍ତୁ ମାଇଣ୍ଡରେ କେମିତି କାଲକୁଲେଟ କରିବାର ଅଛି ନା ଆମକୁ ଡାଇରେକ୍ଟ ଏତକ ଆଉ ନ ଦେଖିକି ଏତକ ତ ମାଇଣ୍ଡରେ ଦେଖିବାର ଅଛି, କିନ୍ତୁ କେମିତି କରିବାର ଅଛି ନା ଡାଇରେକ୍ଟ ଆମେ 3କୁ 1 ସହିତ ଯୋଡିବା, ତାମାନେ 30 ହେଇଗଲା। 3କୁ 2 ସହିତ ଯୋଡିବା ତାମାନେ 6 ହେଇଗଲା। 30ରେ 6 ମିଶିଲା ତ ଆମର ଆନ୍ସର ଆସିଗଲା କେତେ ନା 36। ସେମିତି ଅନ୍ୟ ଏକ୍ସାମ୍ପଲ ଯଦି ଦେଖିବା, ଏଠି ଆମେ 19 ନୂଆ ପଚାରିଛି। ସେମିତି ଯଦି ମୁଁ ଦେଖିବି ୟାକୁ ସ୍ପ୍ଲିଟ କରିବି ଦିଟା ନମ୍ବରରେ, କଣ ନା 10 ଯୁକ୍ତ 9ରେ 9 ଏଠି ଗୁଣା ହେଇଛି, ତାମାନେ ଇଏ ହେଇଯିବ 90 ପ୍ଲସ 9 ନୂଆ 81। ଓକେ, ତ ଇଏ ଯିବ 1 9 8 17, ତ 171 ହେଇଯିବ 19 ନୁହଁ। ତ ଯଦି ଏଠି ଡାଇରେକ୍ଟ ଆମେ କରିଥାନ୍ତେ କଣ କରିଥାନ୍ତେ ନା 9 କେ 9 ହେଲେ 90, 9 ନୂଆ 81। 90 ଆଉ 81 ମିଶିଲେ କେତେ ହବ 9 8 17 171। ଏମିତି ଆମକୁ କରିବାର ଥିଲା ନା କି ଏମିତି। ଏଇ ସବୁ ଜିନିଷଟାକୁ ଆମକୁ କଣ କରିବାର ଥିଲା ନା ମାଇଣ୍ଡରେ କାଲକୁଲେଟ କରିବାର ଥିଲା। କଣ କରିବାର ଥିଲା ନା ମାଇଣ୍ଡ କାଲକୁଲେସନ କରିବାର ଥିଲା। ଓକେ, ମାଇଣ୍ଡ କାଲକୁଲେସନ କରିବାର ଥିଲା ଏଇ ସବୁ ଜିନିଷର। ସେମିତି 17 ଅଷ୍ଟା ଯଦି ଦେଖିବି, ମୁଁ 17କୁ ଡିଭାଇଡ କରିପାରିବି ଦିଟା ନମ୍ବରରେ, କଣ 10 ଯୁକ୍ତ 7 ଇଣ୍ଟୁ 8, ତ ଇଏ ହେଇଯିବ କେତେ 80 ପ୍ଲସ 8 7 56 56। ତ 6କୁ 6 ପଳେଇଲା, 8 5 13, ତ 136 ହେଇଯିବ। ଅ
136 ହେଲେ ସେମିତି ଯଦି ଏଠି ଆମେ କାଲକୁଲେସନ କରିଥାନ୍ତା 80 8 ସତା 56 80 ରେ 56 ହେଲେ 6 8 5 13 136 ଓକେ। ସେମିତି 23 ଆଉ 4 23 ଚଉ 23 ଚଉ କଲେ 20 ପ୍ଲସ୍ 3 ଇଣ୍ଟୁ 2 4 ଇଣ୍ଟୁ 4 ହେଲେ ଆମେ କଣ କରିବା ନା 20 ଚଉ କେତେ ନା 80 ପ୍ଲସ୍ 4 ତିରିକି 12 ଓକେ। ଏଇଟାକୁ ଆମକୁ ମାଇଣ୍ଡରେ କରିବାର ଅଛି। ତ 80 ରେ 12 ମିଶିଲେ କେତେ ହେଇଯିବ 92 ତ 23 ଚଉ କେତେ ହେଇଯିବ 92। ତ କେମିତି କରିବାର ଥିଲା ଏକ୍ସାମ ରେ କିମ୍ବା ମାଇଣ୍ଡରେ 4 ତିରିକି 12 4 ଦୁଗୁଣେ 8 4 ତିରିକି 12 ତ 80 ରେ 12 ମିଶିଲା ଆମର ହେଇଗଲା 92 ଏମିତି କରିବାର ଥିଲା। ତ ନାଉ ଆମେ କିଛିଟା ଏକ୍ସାମ୍ପଲ ପ୍ରାକ୍ଟିସ କରିବା। ତମେ କହିବ ମୋର କେମିତି ହବ ମୁଁ ତ ଏମିତି ପ୍ରାକ୍ଟିସ କରେ ନାହିଁ। ତ ତମକୁ ପ୍ରାକ୍ଟିସ କରିବାକୁ ପଡିବ। କେମିତି ପ୍ରାକ୍ଟିସ କରିବ ନା ଅଲରେଡି ତମେ ନେଇଯାଅ 10ଟା ଲେଖା 20ଟା ଲେଖା 30ଟା ଲେଖା 50ଟା ଲେଖା ନିଜ ମନ ଇଚ୍ଛା ଅନୁସାରେ 2 ଡିଜିଟ 1 ଡିଜିଟ ବାଲା ମଲ୍ଟିପ୍ଲାଇକେସନ ନେଇଯାଅ। ମଲ୍ଟିପ୍ଲିକେସନ ଟାକୁ ନେଇକି ତାକୁ ପ୍ରାକ୍ଟିସ କର। ବାରମ୍ବାର ପ୍ରାକ୍ଟିସ କଲେ ଏଇଟା ତମର ହାବିଟ ହେଇଯିବ ଆଉ ତମେ ଆରାମ ସେ କାଲକୁଲେସନ କରିପାରିବ। ଏବେ କିଛି ଏକ୍ସାମ୍ପଲ୍ସ ଗୁଡାକ ଆମେ କାଲକୁଲେଟ କରିବା ସେଇ ମେଥଡରେ। ଯେମିତି କି ମୁଁ କହିଲି କି ଆମେ ବେସିକ ମେଥଡକୁ ୟୁଜ କରିବା ନାହିଁ। ଆମେ କେମିତି କରିବା ନା ମାଇଣ୍ଡ ରେ କାଲକୁଲେଟ କରିବା। ଯେମିତି 24 ଚଉ 4 ଦୁଗୁଣେ 8 ହେଲେ 80 4 ଚଉ 16 80 16 ହେଲେ 96 ହେଇଯିବ ଆମର ଆନ୍ସର। ସେମିତି 22 ଇଣ୍ଟୁ 5 ମାନେ 5 ଦୁଗୁଣେ 10 100 5 ଦୁଗୁଣେ 10 ତା ମାନେ 110 ହେଇଯିବ ଆନ୍ସର। ସେମିତି 13 ଅଷ୍ଟା 8 10 80 8 ତିରିକି 24 80 ଆଉ 24 ହେଇଗଲେ କେତେ ହେଇଯିବ ନା 104। ସେମିତି 9 ଦୁଗୁଣେ 18 180 9 କେ 9 ତାମାନେ 189 ହେଇଯିବ ଆନ୍ସର। ସେମିତି 6 କେ 6 60 9 ସୁହ 54 6 5 11 ତ 116 ହେଇଯିବ। ସରି 114 ହେଇଯିବ ଆନ୍ସର। ତ 954 6 କେ 6 6 5 11 114 ହେଇଯିବ ଆନ୍ସର। 9 କେ 9 90 9 72 9 କେ 9 9 72 ଓକେ। ତ 90 72 ହେଲେ 9 9 7 16 162 ହେଇଯିବ ଆନ୍ସର। ଦେନ୍ 29 ଇଣ୍ଟୁ 7 କେତେ ହେଇଯିବ 7 ଦୁଗୁଣେ 14 140 9 ସତା 63 140 63 6 4 10 ତା ମାନେ 203 ହେଇଯିବ ଆନ୍ସର। ସେମିତି 9 ସତା 63 9 ଦୁଗୁଣେ 18 180 ଆଉ 63 8 14 8 14 ହେଲେ 243 ହେଇଯିବ ଆନ୍ସର। ସେମିତି 17 7 7 ଦଶା 70 7 ସତା 49 7 ସତା 49 ହେଲେ 7 4 11 11 ହେଲେ 119 ହେଇଯିବ ଆନ୍ସର। ସେମିତି ଆମେ ଯଦି 24 ସତା ଦେଖିବା 7 ଦୁଗୁଣେ 14 140 7 6 28 140 ଆଉ 28 ମିଶିଲେ କେତେ ହେଇଯିବ 168 ହେଇଯିବ ଆନ୍ସର। ଓକେ। ତ ଏଇ ସବୁ କ୍ୱେଶ୍ଚିନ୍ସ ର ତମେ ପ୍ରାକ୍ଟିସ କର ଆଉ ନିଜେ ନିଜେ ବନେଇକି 2 ଡିଜିଟ 1 ଡିଜିଟ ବାଲା କ୍ୱେଶ୍ଚିନ୍ସ ପ୍ରାକ୍ଟିସ କର। ମୁଁ କିଛିଟା କ୍ୱେଶ୍ଚିନ୍ସ ମଧ୍ୟ ଏଠି ଦେଇଛି ଯୋଉଟାକୁ କି ତମେ ନିଜେ ନିଜେ ଏଇ ମେଥଡ ୟୁଜ କରିକି ମାଇଣ୍ଡ ରେ କାଲକୁଲେଟ କରିକି ସଲ୍ଭ କରିକି ମତେ କମେଣ୍ଟ ରେ ଜଣାଅ। ଆଉ ସଲ୍ଭ କରିପାରୁଛ ନା ନାହିଁ ମତେ କୁହ। ଆଉ ଇଜି ଲାଗିଲା ନା ନାଇଁ ଟ୍ରିକ୍ ଟା ମତେ ବି ମଧ୍ୟ କମେଣ୍ଟ ରେ ଜଣାଅ। ହେନ୍ସ ମିଟ୍ ୟୁ ସୁନ୍ ଇନ୍ ନେକ୍ସଟ ସେସନ। ଯଦି ଆପଣଙ୍କୁ ଅଲଗା କେଉଁ ଟପିକ ଉପରେ ଆଗକୁ ଭିଡିଓ ଦରକାର ଅଛି ତାହେଲେ ମତେ କମେଣ୍ଟରେ ନିଶ୍ଚିନ୍ତ ଭାବରେ ଜଣେଇ ପାରିବ। ଓକେ। ତ ହେନ୍ସ ଥ୍ୟାଙ୍କ ୟୁ।